କାକୁଡ଼ି ଏକ ଲାଭଜନକ ଫସଲ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହାକି ସାରା ଭାରତବର୍ଷରେ ସାରା ବିଶ୍ୱରେ ମଧ୍ୟ ଏହା ଏକ ଭଲ ଫଳ ଭାବରେ ପରିଚିତ ଏବଂ ଏହା ଶରୀର ପାଇଁ ମଧ୍ୟ ଏକ ଲାଭଦାୟକ ଫସଲ ଭାବରେ ପରିଚିତ। ଏହାର ମୁଖ୍ୟତଃ ଫାଇବର ବା ତନ୍ତୁ ଜାତିକ ଖାଦ୍ୟ ଭାବରେ ଏହା ପରିଗଣିତ ହୋଇଥାଏ ଏବଂ ଆଣ୍ଟିଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ଏଥିରେ ଥିବାରୁ ଏ ଶରୀରକୁ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ଏବଂ ପାଚନ କ୍ରିୟାକୁ ଅଧିକ ଶକ୍ତିଶାଳୀ କରିଥାଏ। ତେଣୁ କାକୁଡ଼ି ଚାଷ ଯେଉଁମାନଙ୍କର ଜମି ଅଛି ସେମାନେ କାକୁଡ଼ି ଚାଷ କରିପାରିବେ। ଅନ୍ତତଃ ପକ୍ଷେ ବାଲିଆ ଦୋରସା ମାଟି ଯେଉଁଟା କହୁଛନ୍ତି ଆମେ, ଖତ ଦେଇ ମଟାଳ ମାଟିରେ ମଧ୍ୟ ଏହା ହେଇପାରେ। ପାଣିର ସୁବିଧା ଥିଲେ ନଦୀ କୂଳରେ କିମ୍ବା ଚୁଆ କରି ମଧ୍ୟ ଆପଣ ଏ ଫସଲକୁ ଉତ୍ପାଦନ କରିପାରିବେ। ଏ ଫସଲର ମୁଖ୍ୟ କଥା ହେଉଛି ଏହା ଏକ ଓଜନିଆ ଫସଲ, ଯେଉଁଟାକି ସଂଖ୍ୟା ଦୃଷ୍ଟିରୁ ଦେଖିଲେ 4ଟି 5ଟିରେ ଗୋଟିଏ କେଜି ହେବ। ଏଇଟା ପାଣି ଫଳ ସହିତ ସମାନ ବା ପାଣି ଫଳ ବୋଲିକି ଗାଁ ଗହଳିରେ ଲୋକମାନେ କହନ୍ତି। ତେଣୁ ଏଗୁଡ଼ାକ ଲାଭଦାୟକ। ଆର ମାର୍କେଟ ଭ୍ୟାଲୁ ଯାହା ରହୁଛି, ମାର୍କେଟର ଦୈନନ୍ଦିନ ଯେଉଁ ରେଟ୍ ରହିଛି, ଦାମ ରହିଛି, ମୂଲ୍ୟ ଯାହା କହୁଛନ୍ତି ଆମେ, ସେଗୁଡ଼ାକ 30 ଟଙ୍କା 40 ଟଙ୍କା, ଆଜିର ଦିନରେ 50 ଟଙ୍କା ମଧ୍ୟ କେଜି କାକୁଡ଼ିର ମୂଲ୍ୟ ରହିଛି। ଏହା ବିଦେଶକୁ ମଧ୍ୟ ରପ୍ତାନି କରିବାର ସୁବିଧା ଅଛି। ତେଣୁ ଯେଉଁମାନେ ସଫଳ ଚାଷୀ ହେବା ପାଇଁ ଇଚ୍ଛା କରୁଛନ୍ତି, ଇଣ୍ଡଷ୍ଟ୍ରିରେ କାମ କରି 13,000 14,000 12,000 8 ଘଣ୍ଟାକୁ ପାଇ ଜୀବନ ବିପନ୍ନ କରି ହତାଶ ହେଇ ବଞ୍ଚିବା ଅପେକ୍ଷା ଆପଣ ଯଦି କାକୁଡ଼ି ଚାଷ କରୁଛନ୍ତି, ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ।